ବହି ଅଛି? ବହି ନାହିଁ, ଏଇ ଗୋଟିଏ ହିଁ ବହି। ହଉ ଦେଖ ଏଇଟା ମୋ ପ୍ରଥମ ଅଧ୍ୟାୟ ଅଛି ପୋଷଣ ନ୍ୟୁଟ୍ରିସନ୍। ପୋଷଣ ମାନେ ଛୁଆ କ'ଣ ଜାଣିଛ? ପୋଷଣ ମାନେ ହେଉଛି ଆମର ଯେଉଁଟା ଆମ ଶରୀର ଅଛି, ଶରୀରକୁ କିଛି ପୋଷକ ଦରକାର ନା ବଞ୍ଚି ରହିବା ପାଇଁ। ଖାଦ୍ୟ ଯେଉଁଟା ଆମକୁ ମିଳେ, ଯେମିତିକି ଆମେ ଚାଲୁଛେ, ଶୋଉଛେ, ବୁଲୁଛେ କି ପାଠ ପଢ଼ୁଛେ, ଏସବୁ ପାଇଁ କ'ଣ ଦରକାର? ଏନର୍ଜି ଦରକାର। ଆଉ ଏନର୍ଜିଟା ଆମକୁ କେଉଁଥିରୁ ମିଳିଥାଏ? ଖାଦ୍ୟରୁ ମିଳିଥାଏ। ତ ଖାଦ୍ୟର ବିଭିନ୍ନ ପ୍ରକାର ପୋଷକ ସବୁ ରହିଛି, ଯେଉଁଥିରୁ ହିଁ ଆମକୁ ଏନର୍ଜି ମିଳିଥାଏ। ତ ଶରୀରରେ ସମନ୍ୱିତ ଭାବେ ହେଉଥିବା ଅସଂଖ୍ୟ ଜୈବ ରାସାୟନିକ ପ୍ରକ୍ରିୟା ଯୋଗୁଁ ଜୀବନର ଧାରା ଅବ୍ୟାହତ ରହିଥାଏ। ଏହିସବୁ ପ୍ରକ୍ରିୟା ପାଇଁ ଶକ୍ତି ଆବଶ୍ୟକ। ଏଇଟା ମୁଁ କହିଲି ଏବେ, ପ୍ରକ୍ରିୟା ପାଇଁ ଶକ୍ତି। ତୁମେ ନ ଖାଇଥାଉ ଗୋଟେ ଦିନ, ତାପରେ କ'ଣ ହେବ? ଶକ୍ତି ଆସିବ? ଆସିବନି। ଖାଲି ଶୋଇ ହେବ, ଏନର୍ଜି ନଥିବ ଦେହରେ। ତା ଛଡ଼ା କୋଷ, ଟିସ୍ୟୁ ତଥା ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଅର୍ଥାତ୍ ଶରୀର ଗଠନ ପାଇଁ ଏବଂ ଶରୀରର ବୃଦ୍ଧି ଓ ମରାମତି, କ୍ଷୟପୂରଣ ନିମନ୍ତେ ବିଭିନ୍ନ ଉପାଦାନ ଦରକାର। ତୁମେ ଛୁଆ ପଢ଼ି ଯାଉଛ, ଛିଡ଼ି ଯାଉଛି, ସେଇଟା କ'ଣ ସବୁଦିନ ସେଭଳିଆ ଖଣ୍ଡିଆ ହେଇକି ରହୁଛି କି? ନା, ଆସ୍ତେ ଆସ୍ତେ ସମୟ ଅନୁସାରେ ସେଟାକୁ ପୁରି ଯାଉଛି। ତ ଜୀବର ଖାଦ୍ୟ ଏ ସମସ୍ତ ଚାହିଦା ପୂରଣ କରିଥାଏ। ତେଣୁ ଖାଦ୍ୟ ପାଖରେ ହିଁ ସବୁ କଥା। ଯେମିତିକି ଗାଡ଼ିରେ ତେଲ ନ ପକାଇଲେ ତୁମମାନେ ଗାଡ଼ି ଗଡ଼ିବ, ଯାଇପାରିବ। ସେଭଳିଆ ଆମ ଶରୀରରେ ବି ୱାନ୍ ଟାଇପ୍ ଅଫ୍ ଇଞ୍ଜିନ୍, ଯେଉଁଥିରେ କି ଖାଦ୍ୟ ହେଉଛି ତା'ର ତେଲ। ଖାଦ୍ୟ ନ ଖାଇଲେ ତୁମେ ଗୋଟେ ଦିନ ରହିପାରିବ, 2 ଦିନ ରହିପାରିବ, କିନ୍ତୁ କ୍ରମେ କ'ଣ ହେଇପାରିବ? ଦୁର୍ବଳ ହୋଇପଡ଼ିବ, ଶରୀର ଅସୁସ୍ଥ ହୋଇପଡ଼ିବ। ତ ଶକ୍ତି ଆହରଣ, ଉପାଦାନ ସଂଗ୍ରହ ପୋଷଣ ଜରିଆରେ ହୋଇଥାଏ। ସବୁଜ ଉଦ୍ଭିଦ ଆଲୋକ ଶୋଷଣ ପ୍ରକ୍ରିୟାରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ। ତୁମେ ଜାଣିଛ ଗଛ ସେ ହିଁ କେବଳ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରେ, ସେଥିପାଇଁ ଆମେ ତାକୁ ସ୍ୱଭୋଜୀ ବୋଲି କହୁ। କିନ୍ତୁ ଆମେ ହେଉଛୁ ପରଭୋଜୀ। ଆମେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଛେ। ତ ପରିବେଶରୁ ଆବଶ୍ୟକ ପୋଷକ ମଧ୍ୟ ଗ୍ରହଣ କରିଥାଏ, କିନ୍ତୁ ପ୍ରାଣୀ ଓ ଅନ୍ୟ ସବୁ ଜୀବ ଖାଦ୍ୟ ପାଇଁ ଉଦ୍ଭିଦ ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିର୍ଭରଶୀଳ। ଆମେ ସବୁ କାହା ଉପରେ ନିର୍ଭରଶୀଳ? ନା, ଆମେ ଉଦ୍ଭିଦ ଉପରେ। ଯେମିତିକି ଆମେ ଶାଗ ପାଉଛେ, ଆମର ଫଳ ଫୁଲ ସବୁ ପାଉଛେ। ଜୀବ ଉପରେ ବି ଯେମିତିକି ମାଛ, ଆମର ଅଣ୍ଡା ହେଉ କି ତୁମର ମାଂସ ହେଉ। ତ ଜୀବ ଶରୀର ମଧ୍ୟରେ ଏହା ସରଳ ଉପାଦାନରେ ପରିଣତ ହୋଇ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ଉପଲବ୍ଧ ହୋଇଥାଏ। ସେଠାରେ ସରଳ ଖାଦ୍ୟର ଦହନ ବା ଜାରଣ ଘଟି ସେଥିରୁ ଶକ୍ତି ମୋଚିତ ହୋଇଥାଏ। ଶକ୍ତି ମୋଚନ ଏକ ତଥାକଥିତ ଧ୍ୱଂସାତ୍ମକ ପ୍ରକ୍ରିୟା, ଡେଷ୍ଟ୍ରକ୍ଟିଭ୍ ପ୍ରକ୍ରିୟା। ଏହା ଅପଚୟର ଏକ ଉଦାହରଣ। ଶକ୍ତି ମୋଚନ ଦହନ, ଆମେ ଯେଉଁ ଖାଦ୍ୟ ଖାଉଛେ, ସେ ଖାଦ୍ୟ କ'ଣ ସେଇଭଳିଆ ରହୁଛି କି? ନା, ତା'ର କ'ଣ ହେଉଛି? ଅକ୍ସିଡେସନ୍, ଜାରଣ ହେଇକି ଶରୀର ଭିତରେ ସେଥିରୁ କ'ଣ ହେଉଛି? ଶକ୍ତି ନିର୍ଗତ ହୋଇକି ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଯାଉଛି। ତ ସେଇଥିରୁ ହିଁ ଆମକୁ ଏନର୍ଜି ମିଳୁଛି। ସେହିପରି ଖାଦ୍ୟରୁ ଶରୀର ସଂଗଠନ ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟି ହେବା ଏକ ଗଠନମୂଳକ ପ୍ରକ୍ରିୟା। ଏହାକୁ କ'ଣ କୁହାଯାଏ? ଚୟ କୁହାଯାଏ। ଶରୀର ଗଠନ, ଏନାବଲିଜିମ୍ କନଷ୍ଟ୍ରକ୍ଟିଭ୍ ପାଇଁ ଆମର କ'ଣ ଦରକାର? ଏନାବଲିଜିମ୍ ବା ଚୟ ପ୍ରକ୍ରିୟା କୁହାଯାଏ। ଚୟ ଓ ଅପଚୟର ସମୟ ହେଉଛି ଚୟାପଚୟ। ଚୟ ଆଉ ଅପଚୟ ମିଶିକି ହେଉଛି ଚୟାପଚୟ ହୋଇଥାଏ। যেটা ଆମେ କହୁ ମେଟାବଲିଜିମ୍। ତା'ର ବଡ଼ିର ମେଟାବଲିଜିମ୍ଟା ଠିକ୍ ଅଛି, ମାନେ ଖାଦ୍ୟ ଖାଇ ବି ପାରୁଛି, ହଜମ କରିପାରୁଛି, ସବୁକିଛି ଠିକ୍ଠାକ୍ ଚାଲିଛି। ଏହା ଜୀବ ଶରୀରରେ ସବୁବେଳେ ଚାଲିଥାଏ। ସୁତରାଂ ଜୀବକୁ ସକ୍ରିୟ ଓ ଜୀବନ୍ତ ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥିରୁ ସ୍ପଷ୍ଟ ହୁଏ ଯେ ବଞ୍ଚି ରହିବା ପାଇଁ ଜୀବର ଖାଦ୍ୟ ଆବଶ୍ୟକ। ତେଣୁ ଖାଦ୍ୟ ସମସ୍ତଙ୍କ ପାଇଁ କ'ଣ ଆବଶ୍ୟକ? ଖାଦ୍ୟ ବିନା ମଣିଷ ବଞ୍ଚିପାରିବ ନାହିଁ। ଜଳ ବିନା ବି ବଞ୍ଚିପାରିବନି, ବାୟୁ ବିନା ବି ବଞ୍ଚିପାରିବ ନାହିଁ। ତ ଏଥିକା ଛୁଆ ଇଣ୍ଟ୍ରୋଡକ୍ସନ୍। ତାପରେ ପଢ଼ିବା ଖାଦ୍ୟର ପ୍ରକାରଭେଦ। ରାସାୟନିକ ଗଠନ ଓ କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଆମେ ଖାଉଥିବା ଖାଦ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି? 6 ଭାଗରେ। କ'ଣ କ'ଣ ଏଇଟା ପଢ଼ିବା? ସେଇ ଶ୍ୱେତସାର, ତାପରେ ଅଛି ଆମର ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍, ଜଳ। ହେଲା, ଏଇଟା ପରୀକ୍ଷାରେ ବି ପଡ଼େ ଯେ ଖାଦ୍ୟ କେତେ ପ୍ରକାର ଆଉ କ'ଣ କ'ଣ। ଖାଦ୍ୟ କେତେ ପ୍ରକାର? 6 ପ୍ରକାର। କ'ଣ କ'ଣ? ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଆଉ କ'ଣ ହେଲା ଆମର ଭିଟାମିନ୍, ଧାତୁସାର, ଜଳ। ହେଲା, ଜଳ ବି ତାହେଲେ ରହିଲା ନା ଗୋଟିଏ ପାର୍ଟ। ତ ପ୍ରଥମ ପଢ଼ିବା ଶ୍ୱେତସାର। ଶ୍ୱେତସାର ଛୁଆ କ'ଣ? ନା ଶର୍କରା ବା ମଣ୍ଡଦ ଆମେ ଖାଦ୍ୟରେ ଖାଉଥିବା ପ୍ରଧାନ, ଯେମିତିକି ଭାତ ଆମେ ଡେଲି ଖାଉଛେ। ଆଳୁ, ଏଥିରେ ପ୍ରଚୁର ପରିମାଣରେ ମଣ୍ଡଦ ଥାଏ। ଚିନି, ଗୁଡ଼, ସେଥିରେ ସୁକ୍ରୋଜ୍, ଫଳରସ, ପନିପରିବାରେ ଗ୍ଲୁକୋଜ୍। ଏଇଟା ମନେ ରଖିବ, କେଉଁଥିରେ କ'ଣ ଥାଏ? ଚିନି ଗୁଡ଼ରେ କ'ଣ ଥାଏ ଛୁଆ? ସୁକ୍ରୋଜ୍। ଆଉ ଫଳରସ ପନିପରିବାରେ ଗ୍ଲୁକୋଜ୍ ଜାତୀୟ ଶ୍ୱେତସାର ଅଧିକ ପରିମାଣ ଥାଏ। ଶ୍ୱେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ। ଗ୍ଲୁକୋଜ୍ର ସଂକେତ ଛୁଆ କ'ଣ? C6H12O6। କ'ଣ? C6H12, ମାନେ କାର୍ବନ 6ଟା, ହାଇଡ୍ରୋଜେନ୍ 12ଟା, ଅକ୍ସିଜେନ୍ 6ଟା ଅଛି। ହେଲା, ଏଇଟା ମନେ ରଖିବ। ଗ୍ଲୁକୋଜ୍ର ଅଣୁ ସଂକେତ ହେଉଛି C6H12O6।
कार्बन ओजन अम्लजान है कषीय श्वसन बेले ग्लुकोज जारण फल अंगारकाम्ल ओ जल सृष्टि होगा सह शक्ति निर्गत होता है। यहीटा परीक्षा 6 शॉर्ट क्वेश्चन पड़े 1 ग्राम श्वेतसार रु केते शक्ति निर्गत हुए 16 किलो जूल होची तार एकक जमती कि किलोग्राम मिलीग्राम मीटर सेंटीमीटर से भाया शक्ति। तापर आसला पुष्टिसार छुआ कौन ताले चिंता कर आम डेली जो खाद्य खाऊे कौन भात रुटी माछ शाग खाऊे कहीं श्वेतसार पुष्टिसार सब मिसिकिना अच्छी। हाँ पुष्टिसार कौन अच्छी माछ मांस अंडार धला अंश छेना क्षीर परी प्राणीज द्रव्य डाली जातीय शस्य सोयाबीन ए सब हूँ प्रोटीन विशेषकर प्रोटीन जातीय खाद्य हूँ खावाटा जरूरी। शरीर वृद्धि और नूतन कोष तंतु गठन यह एकांत आवश्यक। एमिनो अम्ल व एमिनो एसिड श्रृंखला द्वारा प्रोटीन गठित तेणु परिपाक हेले यह एमिनो अम्ल परिणत हो विभिन्न कोष निकट में पहुँची थाए। जमती मुझे कहली आम पड़गले छिंडीगलु कि भांगीगला ये सब कम प्रोटीन जब भल भल प्रोटीन युक्त खाद्य खाइबा ताले जल्दी से सब क्षति पूरण होपर आसला स्नेह सार छुआ कौन श्वेतसार आम कार्बोहाइड्रेट गला तापर आसला पुष्टिसार आमर प्रोटीन गला स्नेह सार है आमर कौन छुआ फैट बा लिपिड मांस क्षीर छेना लहुणी अंडार हलदिया अंश तेल घी जिते सब देखिए तेल जातीय खाद्य तेल भी आम तरकारी पकई खाऊे घी भी खाऊे नड़िया भी खाऊे माछ मांस क्षीर से भी चर्बी रोचे तेल तो खाई मु तो खाइनी भेजिटेरियन तुमने खाई जानथ तो से सब कौन रोचे स्नेह सार। कोष झिल्ली तैयारी रे लिपिड्र प्रमुख भूमिका रही शरीर स्नेह सार चर्बी भाव में संचित हो रही आवश्यक स्थले कषीय श्वसन द्वारा यार जारण हुए और यह शरीर को शक्ति जगाई था। चर्म तले चर्बीर एक आस्तरण रही है ताप अपरिवाही होइथिबारु चर्बी शरीर को उषुम रखा जो मैंने देखिए छुआ घी अधिया खाती बॉडी कौन थाए गरम थाए कहीं शरीर को उषुम रखार साहाय्य करे। तापर आसला धातु सार माने मिनेराल शरीर गठन पर विभिन्न धरण धातु सार जमीक लौह कैल्शियम आयोडीन फस्फरस ये सब कैल्शियम टैबलेट एक सब आयरन टैबलेट सब खाओनी से सब आवश्यक शरीर कहीं से दांत हाड़ को गठन करती लोहित रक्त कणिका थी हिमोग्लोबिन गठन पर लौह आवश्यक होता है। यह छड़ा शरीर आयन संतुलन रक्षा कर धातु सार प्रमुख भूमिका रही। तापर आसला विटामिन भी आम बेले किणिकी खाऊ मार्केट बोतल सब विटामिन कोषर विभिन्न प्रकार रासायनिक प्रक्रिया एंजाइम साहाय्य होता है। विटामिन उपस्थिति रे समस्त प्रक्रिया सुचारू रूपे संपन्न होता है। विटामिन अभाव शरीर में विभिन्न प्रकार रोग होता है। जल में द्रवणीय विटामिन शाग पनीपरिया फल आदि मिलता है तेणु शाग भी फल पनीपरिया भी आम खाऊ। चर्बी बा तेल में द्रवणीय विटामिन पानीज चर्बी बा उद्भिदजात तेल मिलता है। तापर फाइनाली आसीगला छुआ किए जल जल तो जानछ एटा आम नीतिदिनिया जल बिना बचा कौन जल ही जीवन ना वाटर इज लाइफ। कोषर थिबा कोषरस बा कोष जीवक प्राय केते 70 रु 90 भाग होची खाली आमर जल अच्छी। कोषर स्थिति और एथिरे हेउथुवा विभिन्न प्रक्रिया पई जल अत्यंत आवश्यक। झाल परिस्रा और निश्वास शरीर जल क्षय होता है तार भरण पर प्रतिदिन 3 रु 4 लिटर पानी पीवा उचित। शरीर जलीय अंश कमिगले शरीर अवश्य हो जाए और शरीर विभिन्न असुस्थता प्रकाश पाए तेणु प्रतिदिन आम 3 रु 4 लिटर पानी पीवा कौन छुआ जरूरी। सरीगला यहाँ खाद्य टोटाल खाद्य केते प्रकार कौन कौन बुझीपार समस्ते।